हेलो एवरीवन, आई एम दमयंती। वेलकम टू माय यूट्यूब चैनल। मु नेट सिलेबस वाइज आलोचना करुच्ची। तो ये आलोचना करवा 70 सहस्राधी बुक टू सच्चिदानंद राउतराय। प्रथमରୁ कही रखिबाकू हेउची जे कविता 1971 यशस्वी प्रतिभावान कवि सच्चिदानंद राउतरायଙ୍କର କ୍ଷୟମାନ ସମୟର ସୃଷ୍ଟି। ତେଣୁ ଏଥିରେ ପାଣ୍ଡୁଲିପିର ଉଦ୍ଦାମ ଉଦ୍ବେଳ ଅନୁଭୂତି, ଉଗ୍ର ସମାଜ ସଚେତନତା ଓ ବିପ୍ଳବୀ ରାଜନୈତିକ ମତବାଦ ଖୋଜିଲେ ହତାଶ ହେବାକୁ ହେବ। କବିତା 1962 ଠାରୁ କବିତା 1969 ପର୍ଯ୍ୟନ୍ତ ଏହି ପ୍ରଚଣ୍ଡ ପ୍ରତିଭାର କ୍ରମିକ ଅପମୃତ୍ୟୁ ଅତି ସାବଧାନୀ ଓ ସନ୍ଧାନୀ ପାଠକ ଦୃଷ୍ଟିରୁ ବାଦ୍ ଯିବ ନାହିଁ। କବିତା 1971 ଏଣୁ ଏହିପରି ଏକ ସମୟର ଜ୍ଞାନ ସଚେତନ ପ୍ରତିଷ୍ଠା। ଏହି ସଂକଳନର ଅଧିକାଂଶ କବିତା ପ୍ରଚାରଧର୍ମୀ, ନିରସ ଓ ବକ୍ତବ୍ୟମୂଳକ। ନିର୍ବାଚନ, ଓଡ଼ିଶା, ହରେକୃଷ୍ଣ, ଚେତନାର ବିଚ୍ଛେଦ, ଅନ୍ତେ ଆଦି କବିତା ଗୁଡ଼ିକ ଏହି ପର୍ଯ୍ୟାୟଭୁକ୍ତ। କବିତା ଲେଖିବାକୁ ହେବ ଏପରି ଏକ ଐଚ୍ଛିକ ପ୍ରଚେଷ୍ଟାରୁ ଏ କବିତା ଗୁଡ଼ିକର ପରିକଳ୍ପନା ବରଂ ଗଦ୍ୟରେ ଏସବୁ ପ୍ରସଙ୍ଗରେ ଅଧିକ ସଫଳତାର ସହିତ କୁହାଯାଇପାରନ୍ତେ। ଏପରିକି ନିର୍ବାଚନ ପରି ଗୋଟିଏ ସାମାଜିକ ବ୍ୟଞ୍ଜପୂର୍ଣ୍ଣ କବିତା। ଏହି କବିଙ୍କର ହସନ୍ତ ପର୍ଯ୍ୟାୟଧର୍ମୀ କବିତାର ବ୍ୟଙ୍ଗ ଓ ବ୍ୟଞ୍ଜନା ସହିତ ପ୍ରାୟ ସମତୁଲ ହୋଇ ପାରିନାହିଁ। ପାଣ୍ଡୁଲିପିର ଧୂସର ଓ ଲୋହିତ ପର୍ଯ୍ୟାୟର ବହୁ କବିତାକୁ ଅତି ସତର୍କତାର ସହିତ ଅନୁଧ୍ୟାନ କଲେ ଏହା ସ୍ପଷ୍ଟତଃ ଉପଲବ୍ଧି କରାଯାଇପାରେ। ତ ତାଙ୍କର ପଙ୍କ୍ତି ଗୁଡ଼ିକ ବେଶୀ ଏକ୍ଜାମ୍ରେ ଆସେ। ଉଦାହରଣ ସ୍ୱରୂପ ନାଗଭୂଷଣ କବିତା ପୃଷ୍ଠା ନମ୍ବର 25ରେ ଗୋଟିଏ ପଙ୍କ୍ତି ଦିଆଯାଇଛି। କିଏ ତୁମେ କହ ପ୍ରସ୍ଥାନର ପାଦ ଶବ୍ଦ, ନା ଆଗାମୀର ମସିଦୀପ୍ତ ଏକ ହାତ ଲେଖା। ଇଏ କେଉଁ କବିତା? ନା ନାଗଭୂଷଣ କବିତା, ସଚ୍ଚି ରାଉତରାୟଙ୍କର ନାଗଭୂଷଣ କବିତା। ମନେ ରଖିବେ, ଆମର ଏଇ କବିତାଟି, এই ପଙ୍କ୍ତିଟି ଏକ୍ଜାମ୍ରେ ଦେଇଥିବ। ଏଇ ଆମର କେଉଁ କବିତାରୁ ଆସିଛି ବା କାହାର କବିତା ବୋଲି ଆସିଥିବ। ସଚ୍ଚିଦାନନ୍ଦ ରାଉତରାୟଙ୍କର ନାଗଭୂଷଣ କବିତା। କିଏ ତୁମେ କହ ପ୍ରସ୍ଥାନର ପାଦ ଶବ୍ଦ, ନା ଆଗାମୀର ମସିଦୀପ୍ତ ଏକ ହାତ ଲେଖା। ନେକ୍ସଟ, ନାଗଭୂଷଣ କବିତାରେ ସେହି ଚିନ୍ତାଧାରାକୁ ସମ୍ପ୍ରସାରିତ କରିବାକୁ ବୋଧହୁଏ ଆଗ୍ରହୀ ହୋଇଛନ୍ତି। ଏହି ସଂଜ୍ଞାନ ସଚେତନ ପ୍ରୟାସ ନିମ୍ନ ପଂକ୍ତିର ଉଦ୍ଧୃତି ଓ ବ୍ୟାଖ୍ୟାରୁ ସହଜେ ଧରାପଡ଼ିବ। ଯଥା, ଖାଲି ବିଷ, ବିଷର ତାରିଖ, ତା ଭିତରେ ଅଛି ବି ଅମୃତ, ନୀରବ କୁର୍ବାନୀ। ତେଣୁ ଆମେ ନଣ୍ଡା ମୁଣ୍ଡେ ଦେଇ ତିଳୋଦକ କରୁ ଆଜି ବିଷର ତର୍ପଣ, ଯେଣୁ ଆମେ ଅମୃତର ନକଲି ସନ୍ତାନ। ତ ଆମେ ପଙ୍କ୍ତି ଗୁଡ଼ିକ କେବଳ ଦେଖିବା, ସବୁଗୁଡ଼ିକ ଆଲୋଚନା କରିବା ସମ୍ଭବ ନୁହେଁ। ପଙ୍କ୍ତି ଗୁଡ଼ିକ ଅଧିକ ହିଁ ଆସେ ଏକ୍ଜାମ୍ରେ। ଆଉ ଆମର କବିମାନଙ୍କର ଛଦ୍ମନାମ ଗୁଡ଼ିକ ମଧ୍ୟ ଆସେ। ରସନାର କବିତା। ରସନାର କବିତାର ଉଦାହରଣ, ତୁମେ ମୋର ଶେଷ ବନ୍ଦିଶାଳା, ମୋହି ତୁମ ଶେଷ ବନ୍ଦିସିନା। ସଚ୍ଚିଦାନନ୍ଦ ରାଉତରାୟଙ୍କ ରସନାର କବିତା। ତୁମେ ମୋର ଶେଷ ବନ୍ଦିଶାଳା, ମୋହି ତୁମ ଶେଷ ବନ୍ଦିସିନା। ନେକ୍ସଟ, ସଚ୍ଚି ରାଉତରାୟଙ୍କର ମଣିଷର ମୁହଁ କବିତା। ମଣିଷର ମୁହଁ କବିତାର ଉଦାହରଣ, ଏକ ସ୍ୱପ୍ନ ନାମଜାର କ୍ରାନ୍ତି,
ଏକ ପଥ ନାମ ଯାର ମୁକ୍ତି, ଏକ ସ୍ୱପ୍ନ ନାମ ଯାର କାନ୍ତି, ଏକ ପଥ ନାମ ଯାର ମୁକ୍ତି। ନେକ୍ସଟ ସଚି ରାଉତରାୟଙ୍କର ଜଗନ୍ନାଥଙ୍କୁ ଏକ ଜଣାଣରେ ଏହି ସ୍ୱର ସ୍ପଷ୍ଟ ଉପଲବ୍ଧି କରିହୁଏ, ଯଥା ଶ୍ରୀମନ୍ଦିରରୁ ଥରେ ଶ୍ରୀଗୁଣ୍ଡିଚା ଯାଇ ଭାବୁଛ କିଣିଲ ଗଡ଼ ହେ, କହ ହେ ଖଣ୍ଡିଆ ଖଣ୍ଡ ଖଣ୍ଡ ପୃଥି, କେଉଁ ପରି ହେବ ଜଡ଼ ହେ। ନେକ୍ସଟ ସଚି ରାଉତରାୟଙ୍କର ନଭେମ୍ବର ଡାଏରୀ କବିତାର 4ଟି ଅତି ଆଲୋଡ଼ନକାରୀ ପଂକ୍ତି। ନଭେମ୍ବର ଡାଏରୀ କବିତା। ଆଖି ମୋର ନୁହେଁ ସ୍ୱାତି ତାରା, ଲୁହ ଯାର ହେବ ମୁକ୍ତା ଫଳ, ଅଶ୍ରୁ ଥାଉ ଚିର ହୋଇ ଅଶ୍ରୁ ଥାଉ ନିଜ ସଂଜ୍ଞାରେ ଅଟଳ, ମନ ଯେବେ ବ୍ୟଥା ଧ୍ୱସ୍ତ, ଶୂନ୍ୟ ଏକ ନଷ୍ଟ ଉପକୂଳ, ସ୍ମୃତି ଯାର ନିର୍ଜନ ସୀମାରେ ହୁଏ ଏକ ନିମଗ୍ନ ସହର। ଇଏ ହେଉଛି ନଭେମ୍ବର ଡାଏରୀ କବିତା। ସଚି ରାଉତରାୟଙ୍କର ନଭେମ୍ବର ଡାଏରୀ କବିତା କ'ଣ ନା ଆଖି ମୋର ନୁହେଁ ସ୍ୱାତି ତାରା, ଲୁହ ଯାର ହେବ ମୁକ୍ତା ଫଳ, ଅଶ୍ରୁ ଥାଉ ଚିର ହୋ ଅଶ୍ରୁ, ଅଶ୍ରୁ ଥାଉ ଚିର ହୋଇ ଅଶ୍ରୁ ଥାଉ ନିଜ ସଂଜ୍ଞାରେ ଅଟଳ, ମନ ଯେବେ ବାତ୍ୟାଧ୍ୱସ୍ତ ହୁଏ ଏକ ନିମଗ୍ନ ସହର। ନେକ୍ସଟ କବି ସଚି ରାଉତରାୟଙ୍କର ଦେଖାଇ ଭାବନାର ବନାଳି ବିଚ୍ଛୁରିତ କରି ପାରୁଛନ୍ତି। ଉଦାହରଣ ସ୍ୱରୂପ କେଉଁ କବିତା ଏ ଶାଢ଼ୀଟା ଭଲ ନୁହେଁ ଯେଣୁ ତାହା କରେ ଆବରଣ ତୁମର କନ୍ଦୁକ ସମ, କଳା ମାର୍ବଲର ବେନିସ୍ତନ, ସକାଳର ଧୂଆଁ ଓ କୁହୁଡ଼ି, ମନ୍ଦିରର ଦଧିନଉତିଟି ଘଡ଼ାଏ ଯେପରି, ଦିଶେ ଖାଲି ଶୀର୍ଷ ବିନ୍ଦୁ ଫୁଟି। ହେଉଛି ଏ ଶାଢ଼ୀଟା କବିତା ସଚି ରାଉତରାୟଙ୍କର। ଏ ଶାଢ଼ୀଟା ଭଲ ନୁହେଁ ଯେଣୁ ତାହା କରେ ଆବରଣ ତୁମ କନ୍ଦୁକ ସମ, କଳା ମାର୍ବଲର ବେନିସ୍ତନ, ସକାଳର ଧୂଆଁ ଓ କୁହୁଡ଼ି, ମନ୍ଦିରର ଦଧିନଉତିଟି ଘଡ଼ାଏ ଯେପରି, ଦିଶେ ଖାଲି ଶୀର୍ଷ ବିନ୍ଦୁ ଫୁଟି। ନେକ୍ସଟ ସଚି ରାଉତରାୟଙ୍କ କବିତା ପୋଷ୍ଟମର୍ଟମ। ଏବଂ ଏରୋଡ୍ରମ୍ ପଡ଼ିଆରେ ଡେଣା ଛିଣ୍ଡି ପଡ଼ିଛନ୍ତି ଏ ବିମାନଗୁଡ଼ା, ମନେ ହୁଏ କଂକ୍ରିଟର ମିଶାଉଥିବା ଅଦଢ଼ ଦନ୍ଥଡ଼ା ଏକ ଭଙ୍ଗା କ୍ରେନ୍ର ଉପରେ, ଶାଗୁଣାଟେ ବସା ବାନ୍ଧି ରହିଅଛି ଧରି ଛୁଆପଲେ। ନେକ୍ସଟ ସଚି ରାଉତରାୟଙ୍କର କବିତା ସମୁଦ୍ରକୂଳ। ସମୁଦ୍ର ଲାଗୁଛି ମୋତେ ଏକ ଫିକା ଫଟୋଗ୍ରାଫ ପରି, ନିବିଡ଼ ଶୂନ୍ୟତା ମଧ୍ୟରେ ଝାଉଁବଣ ଖରାରେ ବତୁରି। ନେକ୍ସଟ ସଚି ରାଉତରାୟଙ୍କର କବିତା 1974। ଗୋଟିଏ କାବ୍ୟ ନାଟିକା ସହିତ 49ଟି କବିତାର ସମାହାର। ମନେ ରଖିବେ ସଚି ରାଉତରାୟଙ୍କର କବିତା 1974, 49ଟି କବିତାର ସମାହାର। ଏସବୁ କବିତା ପ୍ରାୟ 1971ରୁ 74 ମଧ୍ୟରେ ରଚିତ। ଆମର କବିତା 1974ରେ ଥିବା କବିତା ଗୁଡ଼ିକ ଦେଖିବେ। ମଧ୍ୟବର୍ତ୍ତୀ ଶୀର୍ଷକ କବିତାର କିଛି ଅଂଶ। କେଉଁ ମୋଟା ସେକ୍ରେଟାରୀ
ଝାଳନାଳ ପଦ୍ୟ କେଉଁ ସଥା ଅଧ୍ୟାପକ ଭାଷ୍ୟରେ ଯା ସ୍ୱାଦ କେଉଁ ମୋଟା ସେକ୍ରେଟେରୀ ଝାଳନାଳ ପଦ୍ୟ କେଉଁ ସଥା ଅଧ୍ୟାପକ ଭାଷ୍ୟରେ ଯା ସ୍ୱାଦ ପୁଣି କେଉଁ ସାରଙ୍କର ପରକୀୟା ରସ କଦଳୀ ଚୋପାରେ ଗୋଡ଼ ଖସିବା ରହସ୍ୟ କାଳପୁରୁଷ କବିତା। ନେକ୍ସଟ ସଚୀ ରାଉତରାୟଙ୍କର ରଥଯାତ୍ରା କବିତାର କିଛି ଅଂଶ ଦେଖିବା। ଅନେକ କପୋତ ପକ୍ଷୀ ରଙ୍ଗ ପରି ଆଜି ପାଣି କୁହୁଡ଼ିଆ ଖରା ହଠାତ୍ ଯେ ଦେଖାଗଲା ପଶ୍ଚିମ ମୁହାଣ ଦୁଇ ଚକା ଡଳା ମୃଦୁଙ୍ଗ ଆଖି ପରି। ନେକ୍ସଟ ପୁନର୍ଭିଷେକ କବିତା ସଚୀ ରାଉତରାୟଙ୍କର ପୁନର୍ଭିଷେକ। ମୋ ଯୌବନ ଫେରି ଆସେ ସେ ଯୌବନ ଗୋଟିଏ ଯନ୍ତ୍ରଣା ସେ ଏକ ବିଶ୍ୱର ରାତି ହୁଏ ଯାହା ନୀତି ବାଟ ବଣା। ନେକ୍ସଟ ସଚୀ ରାଉତରାୟଙ୍କର କବିତା ସବରୀ ଆଖିରେ ତାର ଏକି ବିହ୍ୱଳତା ନବପତ୍ରର ନୀତି ନୀତି ନୂଆ ନୂଆ ହୋଇବାର ଇତିକଥା ପୁଣି ଅନନ୍ତ କାଳର ସମୁଦ୍ର ଗଭୀରତା। ନେକ୍ସଟ ସଚୀ ରାଉତରାୟଙ୍କର କବିତା ପ୍ରେମ କବିତାର ଉଦାହରଣ ପ୍ରେମ ତାର ଶୁଭ୍ର ଏକ ଶିଶିର ବିନ୍ଦୁ ଆକାଶରୁ ଘାସ ପରେ ପଡ଼ିଛି ବା ଖସି ଆକାଶରେ ମନେ ନାହିଁ ଘାସ କିନ୍ତୁ ତାକୁ ପ୍ରାଣ ଭରି ଚାହେଁ ରଖିବାକୁ ଯେତେ କାଳ ପାରେ ରୌଦ୍ର ତାପ ନେବା ଯାଏ ଶଶୀ। ନେକ୍ସଟ ସଚୀ ରାଉତରାୟଙ୍କର ଦୀର୍ଘ କବିତା ବାଲକୋନିରେ ଲଘୁ ସଂଳାପ ଓ ବ୍ୟଙ୍ଗ କରି ପ୍ରକାଶ କରିଛନ୍ତି। ବାଲକୋନି କବିତାରେ କ'ଣ ନା ମୁଁ କ'ଣ ପଚାରିବି ଭଲ ଅଛ ପଢ଼ିଛ କି ଅମୁକ ବହିଟା ଜାଣ ତମେ ଅମୁକ ତତ୍ତ୍ୱଟା ଆଉ ସେଇ ମୋଟା ପ୍ରଫେସର କେଉଁପରି ପଢ଼ାନ୍ତି କବିତା। ଇଏ ହେଉଛି ବାଲକୋନି କବିତା ସଚୀ ରାଉତରାୟଙ୍କର। ନେକ୍ସଟ ସଚୀ ରାଉତରାୟଙ୍କ କବିତା ଶୀତର ଉଦାହରଣ ହେଲା ମନେ ହୁଏ ଶୀତ ଅବା ଗୁରୁବାର ଚିତା ଦିଆ ଗୋଟିଏ ଅଗଣା ବଳକା ଫସଲ ପାଇଁ ଭରେ ଯାହା ଜାଣ ଭରେ ନାହିଁ ପ୍ରାଣ ଅସଲରେ ତାହା ଏକ ଶୂନ୍ୟର ମାର୍ଗଣ। ନେକ୍ସଟ ସଚୀ ରାଉତରାୟଙ୍କର କବିତା ଅନେକ ପୃଥିବୀ ଖୋଜି ମୁଁ ଦେଖିଲି ସହସ୍ର ବନ୍ଧନେ ବନ୍ଧା ମୋ ସତ୍ତାର ଗ୍ରନ୍ଥି ଧୀରେ ଧୀରେ ଖୋଲିଯାଏ ମୂଳଧାରେ ମହାଶକ୍ତି ତଣ୍ଡୁଳିନୀ ଧୀରେ ଧୀରେ ଆଖି ଖୋଲି ଚାହେଁ ନବକେନ୍ଦ୍ର ଜାଗେ ନବବର୍ଷ ଜାଗେ ଷଡ଼ଋତୁ ଦେହର ଶାଖାରେ। ନେକ୍ସଟ ସଚୀ ରାଉତରାୟଙ୍କର କବିତା ନିହାତି କମଳ ରାତିର ଉଦାହରଣ ମୁଁ ବୁଡ଼ିଗଲି ତାର ମୋହନ ଶ୍ୟାମଳତାରେ ମୁଁ ହଜିଗଲି ତାର ଘନ କେଶର ଅରଣ୍ୟରେ ମନେ ହେଲା ତାର କୋମଳ ଆଙ୍ଗୁଠି ହିଁ କାଉଁରୀ କାଠି। ନେକ୍ସଟ କବି ସଚୀ ରାଉତରାୟଙ୍କର ନେକ୍ସଟ କବିତାକୁ ପଂକ୍ତି ପ୍ରଶ୍ନବାଚୀ ଏ ସାପର ଫଣାର ଉଦାହରଣ ହେଉଛି ଭୋକିଲାକୁ ଭୋକେ ରଖି ଏ ଯେଉଁ ଧର୍ମ ବିତରଣ ମଣିଷକୁ ପଛେ ରଖି ଦେଶ ଧର୍ମ ଜାତିର ବୟାନ ଏଇସବୁ କାହା ପାଇଁ ଏସବୁର ଅର୍ଥ କ'ଣ ତୁମେ କିଆଁ ଦେଉନାହଁ ଉତ୍ତର ମଣିଷ ସବୁରି ଆଗେ ନା ତାର ଖଳ
नेक्स्ट शची राउतरायଙ୍କର कविता ब्रुत। ब्रुतर उदाहरण भूली जेते प्रतीक ओ पूर्व प्रचलित संकेत अमूल्य नामरूप चिन्ह केबे हेबी मु चिर नवीन मु केबे उठिबी जोड़ी थरुटिए पाई शेष थर हेउता यद्यपि चिरदिन कुहुड़ी पाठा। नेक्स्ट शची राउतरायଙ୍କର कविता 1985 प्रकाश समय अक्टोबर 1985 कविता 1983 पर 1984 1985 लिखित 35टी नुआ कविता 1980 रचित 53टी गीतिका को नहीं यही संकलन। शची राउतरायଙ୍କର कविता अगणा। अगणा कवितार उदाहरण ए जगत सत्य ना माया सर्परज्जु परी आपेक्षिक ना निर्विशेष ता भितरे मु कि एक निर्जन मुहूर्त स्वयं सिद्ध ना एक भग्नांश अस्थित अर्थहीना फांका। कवि उपनिषदर से महान बाणी पूर्णता पूर्ण नेक्स्ट शची राउतरायଙ୍କର कविता सर्प ओ रज्जु उदाहरण सर्प ओ रज्जु कवितार उदाहरण मु तो धुआं धुआंर शरीरटिए मु तो धुआं धुआंर शरीरटिए मु किछि नुहे मु कहे नुहे मु केही नुहे वृथा अहमिका मिथ्या ओ जगत ए सृष्टि प्रपंच माया जेपरी सर्प रज्जु सबु आपेक्षिक सबु मोह सबु ही लौकिक। ये हूँ शची राउतरायଙ୍କର सर्प रज्जु कविता कौन ना मु तो धुआं धुआंर शरीरटिए मु किछि नुहे मु केही नुहे वृथा अहमिका मिथ्या ए जगत ए सृष्टि प्रपंच माया जेपरी सर्प रज्जु सबु आपेक्षिक सबु मोह सबु ही लौकिक। नेक्स्ट शची राउतरायଙ୍କର कविता साप्ताहिक। जीवन एक चोराबाली ह्रद पदे पदे शंका तेणु कि मु बरी नेली नेतिर भूमिका। साप्ताहिक कविता शची राउतरायଙ୍କ। नेक्स्ट शची राउतरायଙ୍କ साप्ताहिक कवितार उदाहरण फेरिबाकू हेब मते दिने जीवनर कठिन आह्वाने मातृ उत्से आपणा भुईरे नेतिर विलास छाड़ी नैराज्य मंडले। नेक्स्ट शची राउतरायଙ୍କର कविता कवितार कबर जिए लेखे सेई छापे सेई बाछे सेई बिके सेई किणे सेई पुणी करे मूल्यायन विचित्र बजार कवितार घोषणा यात्रा केउठु जाए नाही तार ठिकणा। नेक्स्ट शची राउतरायଙ୍କର कविता मो ठारू मु बड़ कवितार उदाहरण भावे मोर केन्द्रबिंदु सते अबा मोर बाहरे होई जाए सबुठु विच्छिन्न बड़ एकुटिया बेले बेले करे पुणी निजर प्रचार ढांकीबाकू निजर शून्यता जदिच मु सते देवालिया। ये हूँ शची राउतरायଙ୍କର मो ठारू मु बड़ कवितार उदाहरण। नेक्स्ट शची राउतरायଙ୍କର कविता जीवन सहित साक्षात्कार भूमिका। जोगाजोग स्थापन करे जीवन सहित साक्षात्कार बरणी शुणु यथा पचारिली काहाकू पाइछ भल काहाकू करिछ क्रोधान्वित जीवन कहिला मनीष ही सबुठारु सत्य ताठारु बड़ केही नाही से सबुरी माप
ପାଇଛି ମୁଁ ମଣିଷକୁ ଭଲ। ନେକ୍ସଟ ସଚୀ ରାଉତରାୟଙ୍କ କବିତା ନବାଗତର ଉଦାହରଣ। ମୋର ବାଲ୍ୟବନ୍ଧୁମାନେ ଗଲେଣି ତ କିଏ କାହିଁ ଚାଲି, ପ୍ରଲୁବ୍ଧ ବନ୍ଧରେ ଅବା ଅଦୃଷ୍ଟ ସେପାରେ। ମୋ ଜୀବନେ କେହି ତ ନାହାନ୍ତି, କେବଳ ମୁଁ ନିସଙ୍ଗତାର ଝଡ଼ା। ଅନାଗତ ଅଚିହ୍ନା ପୃଥିବୀ ମୋ ସଙ୍ଗେ ସଙ୍ଗେ ସମ୍ପର୍କ ଯୋଡ଼େ। ହେଉଛି ନବାଗତ କବିତା। ନେକ୍ସଟ କବିତା 1977 ସଚୀ ରାଉତରାୟଙ୍କର ସର୍ବମୋଟ 21ଟି କବିତାର ସମାହାର। 77ଟି କିଶୋର ତଥା ତରୁଣ କାଳରେ ରଚିତ, ନବୀନରେ ପ୍ରକାଶିତ କବିତାର ମିଳିତ ରୂପ। କବି ସଚୀ ରାଉତରାୟଙ୍କର ମୁଗ୍ଧଗର କବିତାର ଉଦାହରଣ ହେଉଛି କାହିଁକି ବୁଲୁଛୁ କହରେ କୁମାର, କାହିଁକି ବୁଲୁଛୁ କହରେ କୁମର, କେଉଁଠାରେ ତୋର ଘର, ଘର ବୋଲି ଯାକୁ କହୁଛୁ ଆମେରେ, ସେ ତ ଅଟେ ସାତପର, କେହି ଯିବେ ନାହିଁ ସଙ୍ଗତେ ତୋହର, ମଶାଣିରୁ ଯିବେ ଫେରି, ଛଅ ଖଣ୍ଡି କାଠରେ ଉଡ଼ୁଥିଲା ବାନା, ଚାହୁଁ ଚାହୁଁ ଯିବ ଜଳି। ହେଉଛି ସଚୀ ରାଉତରାୟଙ୍କର ମୁଗ୍ଧଗର କବିତାର ପଂକ୍ତି। ନେକ୍ସଟ ସଚୀ ରାଉତରାୟଙ୍କର କବିତା 1990 35ଟି କବିତାର ସମାହାର। 1990 ଇମ୍ପୋର୍ଟାଣ୍ଟ କବିତାର ଉଦାହରଣ ଦେଖିବା। କବି ସଚୀ ରାଉତରାୟଙ୍କର କବିତା ପାଉଁଜ କବିତାର ଉଦାହରଣ ହେଉଛି କେତେ ଭଲ ଲାଗେ ସତେ ମୂଲିଆଣି ଗୋଡ଼ର ପାଉଁଜ, କେତେ ଭଲ ଲାଗେ ସତେ ମୂଲିଆଣି ଗୋଡ଼ର ପାଉଁଜ, ସୁନା ରୂପା ନୁହେଁ ସାମାନ୍ୟ ରସର ଅଳଙ୍କାର, ଆସେ ସିଏ ଧୀରେ ଧୀରେ ଇଷତ୍ ବଜେଇ, ମୁଣ୍ଡରେ ମୁଣ୍ଡାଇ ବାଲି ଅବା ସିମେଣ୍ଟ କଢ଼ାଇ ଅଢ଼ଣା ପରେ। ନେକ୍ସଟ ଆଉ ପାଉଁଜି କବିତାର ଉଦାହରଣ କଂକ୍ରିଟ ଛାତିରେ ଧଳା ଧଳା ପାଉଁଜର ଦାଗ, ଅନ୍ତର୍ହିତ ଭୁଲନ୍ତା ଦିନର ଏକ ଅସ୍ତରାଗ। ନେକ୍ସଟ ସଚୀ ରାଉତରାୟଙ୍କର କବିତା କ୍ଷୁଧାର କବିତା। କ୍ଷୁଧାର କବିତାର ଉଦାହରଣ ହେଉଛି ଖାଦ୍ୟ ଥାଉ ଯେଉଁଠାରେ ତାହା ମୋର, ଯେଣୁ ମୁଁ କ୍ଷୁଧାର୍ଥ, ଥାଉ ତାହା ପୁଲିସ ଘେରରେ ଅବା କାହା ଗୋଦାମରେ ଖମାରେ, ତାହା ମୋର ଅଗ୍ର ଦାବୀ, ମୋ କ୍ଷୁଧାର ଅଂଶ। ନେକ୍ସଟ ସଚୀ ରାଉତରାୟଙ୍କର କବିତା ଫିରିଙ୍ଗି କବିତାର ଉଦାହରଣ। ଫିରିଙ୍ଗି ଗଲେଣି ଚାଲି ଗେଣ୍ଡାଳିଆ ପରି, ଫିରିଙ୍ଗି ଗଲେଣି ଚାଲି ଗେଣ୍ଡାଳିଆ ପରି, ଝାଡ଼ି ଦେଇ ପର ଯାହା ଆଜି ମାଡ଼େ ଚେର ମୂଳ, ଝାଡ଼ି ଦେଇ ପର ଯାହା ଆଜି ମାଡ଼େ ଚେର ମୂଳ। ନେକ୍ସଟ ସଚୀ ରାଉତରାୟଙ୍କର କବିତା ବଉଳା ଗାଈର ଉଦାହରଣ ହେଉଛି ଅଣୁବୋମା ରକେଟ ହାବେଳି, ଅଛି ଯେତେ ହିଂସା ଓ କପଟ ଜଘନ୍ୟ ବ୍ୟବହାର, ମଣିଷ ଆହାର, ସବୁ ପାଣି ଫାଟିଯିବ ଯେତେ ଦିନ ବଞ୍ଚିଥିବ, ମୋର ବଉଳା ଗାଈ, ସବୁକୁ ଘଉଡ଼ି ଦେବ ମାଛି ପରି ହଲାଇ ଚାମର। ଏ ହେଉଛି ବଉଳା ଗାଈ କବିତାର ଉଦାହରଣ ସଚୀ ରାଉତରାୟଙ୍କର। ନେକ୍ସଟ ସଚୀ ରାଉତରାୟଙ୍କର କବିତା ପରଜନ୍ମ।
ପରଜନ୍ମର ଉଦାହରଣ। ଏକ ଆଡ଼େ ବିଶ୍ୱାସର ସେତୁ, ମମତାର ଭରା ପୂର୍ଣ୍ଣକୁମ୍ଭ, ଅନ୍ୟ ଆଡ଼େ ଘାତକର ଖଡ଼୍ଗ, ଚଞ୍ଚକର କୁତ୍ସିତ ଚକ୍ରାନ୍ତ, ଅଶିକ୍ଷା ଅନ୍ଧାର, ବ୍ୟାଧି ବ୍ୟଭିଚାର, ଅଭାବର ଜ୍ୱାଳା, ଉଚ୍ଛିଷ୍ଟ ଗୋଟାଇ ଖାଏ ମଣିଷର ପିଲା, ନର୍ଦ୍ଦମାର କଡ଼େ। ଇଏ ହେଉଛି ପରଜନ୍ମ କବିତା। ନେକ୍ସଟ ସଚୀ ରାଉତରାୟଙ୍କର କବିତା ବନ୍ଦେ ମାତରମ୍। ବନ୍ଦେ ମାତରମ୍ କବିତାର ଉଦାହରଣ। ଭାବେ ଯଦି ଫେରିପାନ୍ତି ମୋର ପିଲାଦିନ, ଭାବେ ଯଦି ଫେରିପାନ୍ତି ମୋର ପିଲାଦିନ, ଶୈଶବର ସୁନୀଳ ସୀମାନ୍ତ, ଜୀବନର ସେ ନିର୍ଜନ ରେଖା, ନୁଖୁରା ଅଲରା ବାଳ, ଖାଲି ପାଦ, ଆଣ୍ଠୁଲୁଚା ଖଦି, ଦିହରେ ଖଦଡ଼ କନା, ଫେରିପାନ୍ତି ଯଦି ପିଲାଦିନ, ସାଙ୍ଗସାଥୀ ସରଳ ନିର୍ମଳ। ଇଏ ହେଉଛି ବନ୍ଦେ ମାତରମ୍ କବିତାର ଉଦାହରଣ। ନେକ୍ସଟ ସଚୀ ରାଉତରାୟଙ୍କର କବିତା ନିର୍ଦ୍ଦିଷ୍ଟ ଜଗତ। ନିର୍ଦ୍ଦିଷ୍ଟ ଜଗତ କବିତାର ଉଦାହରଣ ହେଉଛି ମୋ ଭିତରେ ଦୂରତ ଶିଶୁଟା ହୁଏ ଛଟପଟ, ହୁଏ ଅଣନିଶ୍ୱାସ ସେ ଗହୀର୍ତ୍ତ ପବନେ, ସେ ଚାହେଁ ଅବାଟ ମାଡ଼ି କରିବାକୁ କିଛି କେଲାମତ। ନେକ୍ସଟ ସଚୀ ରାଉତରାୟଙ୍କର କବିତା ଗାଁ ଲୋକେ। ଗାଁ ଲୋକେ କବିତାର ଉଦାହରଣ ହେଉଛି ଦିଶିଲାଣି ଆମ ଘର ଚାଳ, ଦିଶିଲାଣି ଆମ ଘର ଚାଳ, ସଡ଼କରେ ଗୋଟେ ଅଧେ ଗାଈ, ସେଇ ବରଗଛଟା ସେମିତି ଅଛି, ବାପାଙ୍କର ଅମୂଳ ତଳେ ଠାକୁରାଣୀ, ଦିଶୁଛି କମାର ଶାଳ, ବିଞ୍ଚିଛି କି ଅନନ୍ତା କମାର, ଗାଁ ପାଲା ଆସନ୍ତି ଆଗେଇ ସଜବାଜ ହୋଇ। ହେଉଛି ଗାଁ ଲୋକେ କବିତା। ନେକ୍ସଟ ସଚୀ ରାଉତରାୟଙ୍କର କବିତା ସମୟର ହସ। ସଚୀ ରାଉତରାୟଙ୍କର କବିତା ସମୟର ହସ କବିତାର ଉଦାହରଣ। ମହାକାଳ ଆଖି ମିଟିକାରେ ସବୁଯାଏ ଲିଭି, ମହାକାଳ ଆଖି ମିଟିକାରେ ସବୁଯାଏ ଲିଭି, ସମୟର ବେଳାଭୂମି ନେଇଯାଏ ସବୁକିଛି ପୋଛି, ସମୟର ବେଳାଭୂମି ନେଇଯାଏ ସବୁକିଛି ପୋଛି, ଫିଙ୍ଗିଦିଏ ପୁଣି ପରକ୍ଷଣେ ନିର୍ଧୂମ ବାଲିରେ, ଅସଂଖ୍ୟ ଅସଂଖ୍ୟ ମୃତଦେହ, ଭିକ୍ଷା ଥାଳ ବିଦୀର୍ଣ୍ଣ ମୁକୁଟ। ନେକ୍ସଟ ସଚୀ ରାଉତରାୟଙ୍କର କବିତା ଦେଶ କାହିଁ। ଦେଶ କାହିଁ କବିତାର ଉଦାହରଣ। ସେ ଆତ୍ମା ବିଶ୍ୱତୋମୁଖୀ, ବିଶ୍ୱରୁ ସେ ବିଶ୍ୱକୁ ବ୍ୟାପୃତ, ପ୍ରବଳ ପ୍ରାବଣ, ମାନେ ନାହିଁ ସୀମାରେଖା ଅବା ବିଭାଜନ। ନେକ୍ସଟ ସଚୀ ରାଉତରାୟଙ୍କର କବିତା ମହାଜାଗତିକ। ମୁଁ ଏ ଶୂନ୍ୟମଣ୍ଡଳର ଏକ ସାକ୍ଷୀ, ଏ କ୍ଷୁଦ୍ର ଅଣୁରୁ ଜଣାଏ, ମୁଁ ପିଣ୍ଡ, ମୁଁ ପୁଣି ବ୍ରହ୍ମାଣ୍ଡ, ମୁଁ ଜୀବ ଅଜୀବର ଦ୍ୱନ୍ଦ୍ୱ ଏକ ପ୍ରାଣସତ୍ତା। ନେକ୍ସଟ ସଚୀ ରାଉତରାୟଙ୍କର କବିତା ଦେଶ କାହିଁକି। ଦେଶ କାହିଁ କବିତାର ଉଦାହରଣ। ମୋ ଆତ୍ମା ମୋ ଦେଶ ଚିର ଅଖଣ୍ଡିତ, କାଳର ଯମଜ, ସମୟରୁ ଜନ୍ମ ହୋଇ ନିସମୟେ ଲୋଡ଼େ ମୁଁ ନିରାଜ୍ୟ। ତ ସଚୀ ରାଉତରାୟଙ୍କର କବିତା ସରିଲା। ଏବେ ଦେଖିବା କବି ଗୁରୁପ୍ରସାଦ ମହାନ୍ତି। ଗୁରୁପ୍ରସାଦ ମହାନ୍ତି କବି ଗୁରୁପ୍ରସାଦଙ୍କର କାବ୍ୟ ଜୀବନ ଯେତିକି ମନ୍ଥର ସେତିକି ପ୍ରତିଭାଶାଳୀ। ତ ତାଙ୍କର କାବ୍ୟର ପଂକ୍ତି ଗୁଡ଼ିକ ଦେଖିବା। ହରେ କୃଷ୍ଣ ଦାସ।